नमस्कार गुड मॉर्निंग एवरीवन ओडिया न्यूज चैनल रे आपण माननकु स्वागत जणाउछि। जदि न्यूज गुड़िक आपण माननकु भल लागुथाए ताहाले वीडियोटी को गोटिए लाइक करी चैनल को सब्सक्राइब करी दियंतु। तेबे चलंतु आजिर गुरुत्वपूर्ण न्यूज गुड़िक उपरे नजर पकाइबा। आसुची आउ एक बड़ लघुचाप प्रबलरु अति प्रबल छिचिब वर्षा। तेबे राज्य रे सक्रिय घूर्णिबलय सह मौसमी ट्राप आसुची आउ एक बड़ लघुचाप ओडिशा रे प्रबल वर्षा हेबार संभावना मध्य रही अछि। किछि स्थान रे अति प्रबल वर्षा हेबा नै आकलन करियछि पाणीपाग विभाग। आसंता 24 घंटा रे सृष्टि हेबो आउ एक लघुचाप। पश्चिम बंग संलग्न झारखंड एवं उत्तर ओडिशा रे लघुचाप सृष्टि हेबा नै आकलन करियछि आंचलिक पाणीपाग विभाग। फल 5 रु 7 दिन जारी रहिबो लगाण वर्षा। सूचना अनुसार बंगोपसागर रे सक्रिय होईछि आउ एक घूर्णिबलय। ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ଓଡ଼ିଶା ନିକଟରେ ସକ୍ରିୟ ମଧ୍ୟ ହୋଇଅଛି। ଏହା ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଅଛି, ଯାହା ଫଳରେ 24 ଘଣ୍ଟାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଅଛି। ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ନୂଆପଡ଼ା, ସୋନପୁରରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଅଛି। ଫଳରେ ଏହିସବୁ ସ୍ଥାନ ଗୁଡ଼ିକରେ 5 ରୁ 7 ଦିନ ଲଗାଣ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମଧ୍ୟ ମିଳିଅଛି। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 604.7 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏବେ 6% କମ୍ ବର୍ଷା ରେକର୍ଡ ହୋଇଥିବା ସୂଚନା ମଧ୍ୟ ରହିଅଛି। ପରବର୍ତ୍ତୀ ଖବରଟି ହେଲା ରାସନ କାର୍ଡରେ ମିଳୁଛି 10 ଲକ୍ଷ ଟଙ୍କାର ଲୋନ୍। ତେବେ ସାଧାରଣତଃ ରାସନ କାର୍ଡ ଏବଂ ବିପିଏଲ କାର୍ଡ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରାସନ ମଧ୍ୟ ମିଳିଥାଏ, କିନ୍ତୁ ଏହା ବ୍ୟତୀତ ଲୋକମାନଙ୍କୁ ଅନେକ ସୁବିଧା ମିଳୁ ମଧ୍ୟ ଅଛି। ବିପିଏଲ ରାସନ କାର୍ଡ ଧାରକ ନିଜ କାର୍ଡ ପାଇଁ 2 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇ ମଧ୍ୟ ପାରିବେ। ତେବେ ଏଥିରେ ବିପିଏଲ ରାସନ କାର୍ଡ ରଖିଥିବା ଲୋକଙ୍କୁ 2 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳି ମଧ୍ୟ ଥାଏ। ହରିୟାଣା ସରକାରଙ୍କ ମୁତାବକ ଏହି ଲୋନ୍ ଅନୁସୂଚିତ ଜାତିଙ୍କ ବିପିଏଲ ରାସନ କାର୍ଡ ଧାରକଙ୍କୁ ମିଳି ମଧ୍ୟ ଥାଏ। ଏଥିରେ ଯୁବକଙ୍କୁ ହିଁ ଋଣ ମିଳୁଅଛି। ତେବେ ଏହି ଯୋଜନାରେ ଅନୁସୂଚିତ ଜାତି ଅର୍ଥ ଏବଂ ବିକାଶ ନିଗମ ପକ୍ଷରୁ ସ୍ୱରୋଜଗାର ଯୋଜନା ଅନୁଯାୟୀ ପରିଚାଳିତ କରା ମଧ୍ୟ ଯାଉଅଛି। ଯୋଜନା ଅନୁଯାୟୀ ଯୁବକମାନେ ନିଜର କାମ ଆରମ୍ଭ କରିବା ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ଲୋନ୍ ନେଇ ମଧ୍ୟ ପାରିବେ। ନ୍ୟାସନାଲ ସିଡ୍ୟୁଲ୍ଡ କାଷ୍ଟ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ଜରିଆରେ ଏହି ଲୋନ୍ ଦିଆ ମଧ୍ୟ ଯାଇଥାଏ। ପରବର୍ତ୍ତୀ ଖବରଟି ହେଲା ପିଏମ ଆବାସ ଯୋଜନାରେ ଘର ତିଆରି ପାଇଁ ଅଧିକ ସବସିଡି ଦେବେ ମୋଦି ସରକାର। ପୂର୍ବ ଅପେକ୍ଷା ମିଳିବ ଅଧିକ ଟଙ୍କା। ତେବେ ଘର ତିଆରି କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦ୍ରରେ ମୋଦି ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ବଢ଼ିବ ସବସିଡି ଟଙ୍କା। ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଗତ ବଜେଟରେ ଘୋଷଣା କରା ମଧ୍ୟ ଯାଇଅଛି। ଏଣିକି ପୂର୍ବ ଅପେକ୍ଷା ଅଧିକ ଟଙ୍କା ସବସିଡି ଦେବା ପାଇଁ ଘୋଷଣା କରିଛନ୍ତି ମୋଦି ସରକାର। ତେବେ ଦିଲ୍ଲୀ, ଏନସିଆର ବା ଅନ୍ୟ କୌଣସି ସହରରେ ଘର ତିଆରି କରିବାକୁ ଚାହୁଁଥିବା ଲୋକମାନେ ଏହି ଯୋଜନାର ଫାଇଦା ଉଠାଇ ମଧ୍ୟ ପାରିବେ। ଏଣିକି ସହରରେ ମଧ୍ୟ ମିଡିଲ ଇନକମ କ୍ଲାସ ପାଇଁ ଇନକମ ସ୍ଲାବ ଏବଂ ଆର୍ଥିକ ଦୁର୍ବଳ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ରାଶିରେ ବୃଦ୍ଧି ହେବାକୁ ଯାଉ ମଧ୍ୟ ଅଛି। ଏଥିପାଇଁ ନୂଆ ଗାଇଡଲାଇନର କ୍ୟାବିନେଟ ନୋଟ ପ୍ରସ୍ତୁତ କରା ମଧ୍ୟ ଯାଇଅଛି। ଚଳିତ ମାସରେ ଏହି ନୋଟକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ରଖିବା ପାଇଁ ପ୍ରସ୍ତୁତି ମଧ୍ୟ ରହିଅଛି। ବର୍ତ୍ତମାନ EWS କାଟାଗୋରୀରେ ଆସୁଥିବା ସମସ୍ତ ପରିବାରଙ୍କୁ ଘର ତିଆରି ପାଇଁ ସରକାରଙ୍କ ତରଫରୁ 1.5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ମଧ୍ୟ ଯାଉଅଛି। ତେବେ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିବା ପରେ ଅଗଷ୍ଟ ମାସରେ ହିଁ ପିଏମ ଆବାସ ଯୋଜନାର 2.0ର ନୂଆ ଗାଇଡଲାଇନ ସହ ଲାଗୁ କରା ମଧ୍ୟ ଯାଇପାରେ। ପରବର୍ତ୍ତୀ ଖବରଟି ହେଲା ପୋଷ୍ଟ ଅଫିସ ଲଞ୍ଚ କଲା ଶାନଦାର ସ୍କିମ୍। ମାସକୁ 5,000 ଟଙ୍କା ନିବେଶ କଲେ ମିଳିବ 8 ଲକ୍ଷ ଟଙ୍କା। ତେବେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହି ମଧ୍ୟ ଥାନ୍ତି। ତେବେ କିଛି ଲୋକ ନିବେଶ ସମ୍ବନ୍ଧରେ ସଠିକ ତଥ୍ୟ ନ ପାଇବା କାରଣରୁ ଭୁଲ ସ୍ଥାନରେ ନିବେଶ କରି ହଇରାଣ ମଧ୍ୟ ହୋଇଥାନ୍ତି। ତେବେ ଏହା ମଧ୍ୟରେ ପୋଷ୍ଟ ଅଫିସ ତରଫରୁ ଏକ ବଢ଼ିଆ ନିବେଶ ସ୍କିମ୍ ଲଞ୍ଚ କରା ମଧ୍ୟ ଯାଇଅଛି। ଏହି ସ୍କିମ୍ରେ ଆପଣମାନେ ଲକ୍ଷପତି ହେବାର ସୁଯୋଗ ମଧ୍ୟ ରହିଅଛି। ଗ୍ରାହକମାନେ ମାସକୁ ମାତ୍ର 5,000 ଟଙ୍କା ନିବେଶ କରି 8 ଲକ୍ଷ ଟଙ୍କାର ରିଟର୍ଣ୍ଣ ପାଇ ମଧ୍ୟ ପାରିବେ। ପୋଷ୍ଟ ଅଫିସର କ୍ଷୁଦ୍ର ସଞ୍ଚୟ ଯୋଜନାକୁ ସୁରକ୍ଷିତ ନିବେଶ ଭାବେ ଗ୍ରହଣ କରାଯିବା ସହିତ ଏଥିରେ ଶାନଦାର ରିଟର୍ଣ୍ଣ ମଧ୍ୟ ମିଳୁଅଛି। ତେବେ ପୋଷ୍ଟ ଅଫିସର ଏହି ରିକରିଂ ଡିପୋଜିଟ୍ ସ୍କିମ୍ରେ ଜଣେ ଗ୍ରାହକ ଅଳ୍ପ ଅର୍ଥ ନିବେଶ କରି କିଛି ବର୍ଷ ମଧ୍ୟରେ ଲକ୍ଷପତି ହେବାର ସୁଯୋଗ ମଧ୍ୟ ରହିଅଛି।
ଯଦି ଜଣେ ଗ୍ରାହକ ମାସକୁ 5,000 ଲେଖାଏଁ ନିବେଶ କରୁଛନ୍ତି ତେବେ ସେ 10 ବର୍ଷରେ 8 ଲକ୍ଷରୁ ଅଧିକ ଫଣ୍ଡ ଜମା ମଧ୍ୟ କରିପାରିବେ। ଗତ ବର୍ଷ ଏହି ସ୍କିମ୍ରେ ମିଳୁଥିବା ସୁଧ ହାରକୁ 6.5ରୁ 6.7%କୁ ବୃଦ୍ଧି କରାଯାଇଥିଲା। ମାତ୍ର 100 ଟଙ୍କାରେ ଆପଣମାନେ ଏଥିରେ ନିବେଶ ଆରମ୍ଭ ମଧ୍ୟ କରିପାରିବେ। ପୋଷ୍ଟ ଅଫିସ ଆର୍ଡିରେ ନାବାଳକ ନାବାଳିକାଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲି ହେବ। ତେବେ ଏଥିପାଇଁ ପିତାମାତାଙ୍କର ଡକୁମେଣ୍ଟ ଆବଶ୍ୟକତା ମଧ୍ୟ ପଡ଼ିବ। ମାସକୁ 5,000 ନିବେଶ କଲେ 10 ବର୍ଷରେ ମୋଟ 6 ଲକ୍ଷ ଟଙ୍କା ଜମା ହେବ। 6.7% ସୁଧ ହିସାବରେ ଆପଣଙ୍କୁ 2,54,272 ଟଙ୍କା ମିଳିବ। ଏହିପରି ଭାବରେ ଆପଣଙ୍କର ମୋଟ ଫଣ୍ଡ 8,54,272 ଟଙ୍କା ହୋଇ ମଧ୍ୟ ଯିବ। ପରବର୍ତ୍ତୀ ଖବରଟି ହେଲା ଭୁବନେଶ୍ୱରରେ ମାତ୍ର 20 ଟଙ୍କାରେ ମିଳୁଛି ଆଳୁ। ଶସ୍ତାରେ ଆଳୁ କିଣିବାକୁ ଲୋକଙ୍କର ଭିଡ଼। ତେବେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଖୁସି ଖବର। 50 ନୁହେଁ କି 60 ନୁହେଁ, ମାତ୍ର 20 ଟଙ୍କାରେ ମିଳୁଛି ଆଳୁ। ତେବେ ଭୁବନେଶ୍ୱରରେ ଆଳୁ କିଲୋ 20 ଟଙ୍କାରେ ବିକି ପ୍ରତିବାଦ। ତେବେ ଆଳୁ ଦର ବୃଦ୍ଧିକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିବାକୁ ଏହିଭଳି ପନ୍ଥା ଆପଣେଇଛନ୍ତି ଯୁବ ଛାତ୍ର ସଂଗଠନ। ରାଜଭବନ ପାଖରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଘର ପାଖରେ ଭୁବନେଶ୍ୱର ଯୁବ ଛାତ୍ର ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଅଛି। ରାଜ୍ୟ ଆଳୁ ସଙ୍କଟକୁ ବିରୋଧ କରି ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ଯୁବ ଛାତ୍ର ସଂଗଠନ। ଆଳୁ କିଲୋ ପିଛା 20 ଟଙ୍କାରେ ବିକ୍ରି କରି ଏହିଭଳି ପ୍ରତିବାଦ କରାଯାଉଥିବା ବେଳେ ଶସ୍ତାରେ ଆଳୁ ବିକ୍ରି ହେଉଥିବା ଦେଖି ଲୋକମାନେ ନେବାକୁ ଭିଡ଼ ଲଗାଉ ମଧ୍ୟ ଅଛନ୍ତି। ପରବର୍ତ୍ତୀ ଖବରଟି ହେଲା ରାଜ୍ୟରେ ଖୋଲିବନି ଆଉ ମଦ ଦୋକାନ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ବଡ଼ ବୟାନ। ତେବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ବଡ଼ ବୟାନ। ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ। ଓଡ଼ିଶାରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ମଧ୍ୟ ରହିଅଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ମଧ୍ୟ ଦେଇଅଛନ୍ତି। ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦ ନୀତି ହେବ ସେଥିରେ ଓଡ଼ିଶାରୁ ଚୋରା ମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ। ଯେଉଁ ମଦ ନୀତି ଥିଲା ସେଥିରେ କିଛି ସାବଲୀଳ କରାଯିବ। ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା ତାକୁ କିପରି ସୁଚାରୁ ରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଅଛନ୍ତି। ପରବର୍ତ୍ତୀ ଖବରଟି ହେଲା ରାଜଧାନୀରେ ଖୋଲିଲା 24 ଘଣ୍ଟିଆ ଶସ୍ୟ ଏଟିଏମ୍। ତେବେ ସାଧାରଣ ଭାବେ ଏଟିଏମ୍ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଅଛନ୍ତି। ମାତ୍ର ଏଣିକି ଏଟିଏମ୍ରୁ ଶସ୍ୟ ମଧ୍ୟ ବାହାରିବ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱରରେ ଏକ ଶସ୍ୟ ଏଟିଏମ୍ ସ୍ଥାପନ କରାଯାଇଅଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍କୁ ଉଦ୍ଘାଟନ ମଧ୍ୟ କରିଅଛନ୍ତି। ଏହି ଏଟିଏମ୍ ସ୍ଥାପନ ହେବାରେ ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଅଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ଶସ୍ୟ ଏଟିଏମ୍ ସ୍ଥାପନ କରାଯାଇଅଛି। ଏହି ଏଟିଏମ୍ରେ 24 ଘଣ୍ଟିଆ ଚାଉଳ ବା ଗହମ ଉପଲବ୍ଧ ମଧ୍ୟ ହେବ। ଏହି ଶସ୍ୟ ଏଟିଏମ୍ ଚୋରି ଦଲାଲି ଆଦି ବେଆଇନ କାର୍ଯ୍ୟରେ ରୋକ ଲଗାଇବା ବୋଲି କୁହାଯାଇଅଛି। ଏଣିକି ହିତାଧିକାରୀମାନେ ଆଉ ଡିଲରଙ୍କ ପାଖରେ ଆଣ୍ଠେଇବେ ନାହିଁ। ସମସ୍ତ ହିତାଧିକାରୀମାନେ ଏହି ଏଟିଏମ୍ରୁ ଚାଉଳ ଗହମ ନେଇ ମଧ୍ୟ ପାରିବେ। ତେବେ ସୂଚନା ଯୋଗ୍ୟ ଯେ ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ଗ୍ରେନ୍ ଏଟିଏମ୍ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ ମଧ୍ୟ କରିଥିଲେ। ଏନେଇ ଗତ ବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ଖବରଟି ହେଲା ନିଟ୍ ପିଜି 2024 ପାଇଁ ଆଡମିଟ୍ କାର୍ଡ ହେଲା ଜାରି। ଜାଣନ୍ତୁ କିପରି କରିବେ ଡାଉନଲୋଡ। ତେବେ ନିଟ୍ ପିଜି 2024ର ଆଡମିଟ୍ କାର୍ଡ ଜାରି କରାଯାଇଅଛି। ଅଗଷ୍ଟ 11ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ପାଇଁ 8 ତାରିଖରେ ଆଡମିଟ୍ କାର୍ଡ ଜାରି ମଧ୍ୟ ହୋଇଅଛି। ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପାଇଁ ଅଫିସିଆଲ ୱେବସାଇଟ nbe.edu.in କୁ ଯାଇ ଡାଉନଲୋଡ ମଧ୍ୟ କରିପାରିବେ। ଛାତ୍ରଛାତ୍ରୀ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନର ଅଫିସିଆଲ ୱେବସାଇଟରୁ ନିଜର ନିଟ୍ ପିଜି ଆଡମିଟ୍ କାର୍ଡ ଡାଉନଲୋଡ ମଧ୍ୟ କରିପାରିବେ। ଚେକ୍ କରିବା ପାଇଁ ପ୍ରାଇମେରୀ ୱେବସାଇଟ ହେଉଛି nbe.edu.in। ପରବର୍ତ୍ତୀ ଖବରଟି ହେଲା ଚେକ୍ କ୍ଲିୟରାନ୍ସକୁ ନେଇ ଆରବିଆଇର ବଡ଼ ଘୋଷଣା। ଏଣିକି କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଟଙ୍କା। ତେବେ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଚେକ୍ କ୍ଲିୟରାନ୍ସ ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଘଟି ମଧ୍ୟ ଯିବ। ଚେକ୍ କ୍ଲିୟରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଏବଂ ଏହା ସହ ଜଡ଼ିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ପଦକ୍ଷେପ ନେଇଥିବା ଘୋଷଣା ମଧ୍ୟ କରିଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚେକ୍ ଜମାଠାରୁ କ୍ଲିୟରାନ୍ସ ଓ ଭେରିଫିକେସନ କରିବାକୁ 2 ଦିନ ଲାଗୁଥିଲା, କିନ୍ତୁ ନୂଆ ସିଷ୍ଟମରେ ଜମା ହେବାର କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର ମଧ୍ୟ ହୋଇଯିବ। ଗୁରୁବାର ଦିନ ଚଳିତ ଆର୍ଥିକ ବର୍ଷର
ତୃତୀୟ ମୁଦ୍ରା ନୀତିର ସମୀକ୍ଷା ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହି ଅଛନ୍ତି ଯେ ଚେକ୍ କ୍ଲିୟରାନ୍ସକୁ ଶୃଙ୍ଖଳିତ କରିବା, ସମାଧାନ ବିପଦକୁ ହ୍ରାସ କରିବା ଓ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚେକ୍ ଟ୍ରାକ୍ସନ ସିଷ୍ଟମ ପ୍ରଚଳନ କରାମଧ୍ୟଯାଇଅଛି, ଯାହାଦ୍ୱାରା କିଛି ଘଣ୍ଟା ମଧ୍ୟରେ ଉପସ୍ଥାପିତ ହେବ ଏବଂ କ୍ଲିୟର କରାମଧ୍ୟଯିବ। ଏହା କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟରିଂ କରିବ, ଯେତେବେଳେ କି ବର୍ତ୍ତମାନ ଏହା 2 ଦିନ ସମୟ ନେଇ ମଧ୍ୟ ଥାଏ। ପରବର୍ତ୍ତୀ ଖବରଟି ହେଲା ଏହି ତାରିଖରେ ପଡୁଅଛି ବର୍ଷର ଶେଷ ସୂର୍ଯ୍ୟ ପରାଗ। ଜାଣନ୍ତୁ କେଉଁ ରାଶିର ଲୋକଙ୍କର ହେବ ଫାଇଦା। ତେବେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଅକ୍ଟୋବର 2 ତାରିଖରେ ପଡୁ ମଧ୍ୟ ଅଛି। ଏହି ସୂର୍ଯ୍ୟ ପରାଗ ପିତୃପକ୍ଷ ଦିନ ପଡୁଥିବାରୁ ଏହାକୁ ସର୍ବପିତୃ ଅମାବାସ୍ୟା ବୋଲି କୁହାଯିବ। ଅକ୍ଟୋବର 2 ତାରିଖ ରାତି 9:13ରେ ଆରମ୍ଭ ହୋଇ ଭୋର ସକାଳ 3:17ରେ ଏହା ଶେଷ ମଧ୍ୟ ହେବ। ଏହି ବର୍ଷର ଶେଷ ସୂର୍ଯ୍ୟ ପରାଗ। କିନ୍ତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ମଧ୍ୟ ନାହିଁ। କିନ୍ତୁ ଏହି ପରାଗ ରାଶି ଚକ୍ରରେ ଥିବା 12ଟି ରାଶି ମଧ୍ୟରୁ 4ଟି ରାଶି ଉପରେ ଏହାର ପ୍ରଭାବ ବେଶ ଅଧିକ ମଧ୍ୟ ରହିବ। ସେହି 4ଟି ରାଶି ହେଲା ମେଷ, ସିଂହ, ମିଥୁନ ଓ କନ୍ୟା ରାଶି। ତେବେ ମୁଁ ଆଶା କରୁଅଛି ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଗୁଡ଼ିକ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ମଧ୍ୟ ଲାଗିଥିବ। ତେବେ ପୁଣି ଦେଖାହବ ଏହିଭଳି କିଛି ଲାଟେଷ୍ଟ ଅପଡେଟ୍ ସହିତ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।